ଜଣେ ମୋତେ ପଚାରିଲେ ଏତେ ଧୈର୍ଯ୍ୟ କେଉଁଠୁ ଆଣୁଛ, ନିଜକୁ ସମ୍ଭାଳି ନେଉଛ। ମୁଁ କହିଲି ସମ୍ଭାଳିବାର ଅଭ୍ୟାସ ମୋର ଥିଲା, ଅନ୍ୟମାନଙ୍କୁ ସମ୍ଭାଳି ନିଏ। କିନ୍ତୁ ମୁଁ ଯେତେବେଳେ ଅସୁବିଧାରେ ପଡ଼ିଲି ମୋତେ ସମ୍ଭାଳିବାକୁ କେହି ନଥିଲେ, ତ ନିଜକୁ ନିଜେ ସମ୍ଭାଳିବାକୁ ପଡ଼ିଲା। ଲୋକ କେଉଁ ସମୟରେ କେଉଁ ପରିସ୍ଥିତିରେ ଛାଡ଼ିକି ଯିବେ ତା'ର କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଭାବୁଥିବେ ଏଇ ସମୟରେ ସେମାନେ ମୋ ସହିତ ରହିବେ, କେହି ରହିବେନି। ଆପଣ ଯଦି ସଚ୍ଚୋଟ ଥିବେ, ଠିକ୍ ଥିବେ, କୌଣସି ଲୋକଙ୍କର ଅଭ୍ୟାସରେ ନିଜକୁ ପକାନ୍ତୁ ନାହିଁ। ଆପଣ ଯଦି କେବେ କାହାର କ୍ଷତି ନ କରିଥିବେ, ଆପଣ କେବେ ଏକା ନିଜକୁ ଭାବନ୍ତୁ ନାହିଁ, କାରଣ ଈଶ୍ୱର ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି। ଆପଣ ଏଇଟା ଭାବନ୍ତୁନି ଯେ ମୁଁ ମରିଗଲେ ମୋତେ ଚାରି କାନ୍ଧରେ କିଏ ନେବ। ଯଦି ଆପଣ ସତରେ ଠିକ୍ ଥିବେ ନା, ଆପଣଙ୍କୁ କାନ୍ଦିବା ପାଇଁ ଈଶ୍ୱର ନିଜେ ତଳକୁ ଆସିଯିବେ। ନିଜକୁ ଠିକ୍ ରଖନ୍ତୁ, ଖୁସିରେ ରୁହନ୍ତୁ, କାହା ପାଇଁ କାନ୍ଦନ୍ତୁ ନାହିଁ, କାହାକୁ ଝୁରି ହୁଅନ୍ତୁ ନାହିଁ। କାରଣ ମଣିଷ ଯଦି ରହିପାରୁଛି ଆପଣଙ୍କ ବିନା, ତେବେ ସେ ମଣିଷ ବିନା ତୁମେ କାହିଁ ରହିପାରିବ ନାହିଁ।